ଆରୋଗ୍ୟ ଉପକେନ୍ଦ୍ର ଉଦ୍ଘାଟନ ସହିତ ବ୍ଲକ ସ୍ତରୀୟ ପ୍ରାଣୀ ସମ୍ପଦ ମେଳାରେ ଯୋଗଦେଲେ ମନ୍ତ୍ରୀ ରବି ନାରାୟଣ ନାୟକ। ସୂଚନା ଅନୁଯାୟୀ ଜମନକିରା ବ୍ଲକ ଅନ୍ତର୍ଗତ ଟିକିବା ଗ୍ରାମ ପଞ୍ଚାୟତରେ 2023-24 ଆର୍ଥିକ ବର୍ଷରେ 32 ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିବା ଆରୋଗ୍ୟ ଉପକେନ୍ଦ୍ରକୁ ଆଜି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଉଦ୍ଘାଟନ କରି ଟିକିବା ପ୍ରାଣୀ ଚିକିତ୍ସା ଉପକେନ୍ଦ୍ର ସମ୍ମୁଖରେ ହେଉଥିବା ପ୍ରାଣୀ ସମ୍ପଦ ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ଉପଜିଲ୍ଲାପାଳ ଗୌରବମୟ ପ୍ରଧାନ, ଜମନକିରା ବିଡିଓ ରବୀନ୍ଦ୍ର ସେଠୀ, ତହସିଲଦାର ହରେକୃଷ୍ଣ ବରିହା, ଟିକିବା ସରପଞ୍ଚ ମମତା ଭେଙ୍ଗ୍ରା ଏବଂ ଡକ୍ଟର ସରୋଜ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରାଣୀ ସମ୍ପଦର ଉପକାରିତା, ରକ୍ଷଣାବେକ୍ଷଣ, ପଶୁ ପାଳନ, ପକ୍ଷୀ ପାଳନ କରି କିପରି ଲାଭବାନ ହେଇପାରିବେ ଏବଂ ପ୍ରଶାସନ ଗୋପାଳନ, କୁକୁଡ଼ା ପାଳନ, ଘୁଷୁରୀ ପାଳନରେ କିପରି ସହାୟତା ଯୋଗାଉଛି ତା ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ଜମନକିରାରୁ ହେମନ୍ତ ଭୈସାଙ୍କ ରିପୋର୍ଟ, ସନ୍ଧାନ ନ୍ୟୁଜ। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।